ବିଶେଷ ସୂତ୍ରରୁ ଖବର ପାଇକି ଆମେ ଚମ୍ପାକରି ଚେକ୍ ପୋଷ୍ଟରେ ଏନଫୋର୍ସମେଣ୍ଟ କରୁଥିଲୁ, ୱେଟ୍ କରୁଥିଲୁ ଏବଂ ଠିକ୍ ସେହି ସମୟରେ ଦୁଇଟା ବାଲି ଲୋଡ଼ ହେଇଥିବା ଗାଡ଼ି ଆସିଲା, ତାକୁ ଅଟକାଇଲୁ, କାଗଜପତ୍ର ଯାଞ୍ଚ କଲୁ, ସେଥିରେ ତାର କୌଣସି ଟ୍ରାଞ୍ଜିଟ୍ ପାସ୍ ନଥିଲା। ତେଣୁ ତାକୁ ସେଠି ଅଟକେଇକି ରିଟର୍ନ କରୁଛୁ, ସେଇଟା ସିଜ୍ ହେବ। ସିଜ୍ ହେଲା ପରେ ତାର କାଗଜପତ୍ର ଯାଞ୍ଚ କଲା ପରେ ଗଭର୍ଣ୍ଣମେଣ୍ଟ ରୁଲ୍ ଅନୁସାରେ ଯାହା କିଛି ଫାଇନ୍ ପଡ଼ିବ, ଫାଇନ୍ କରିକି ତାକୁ ରିଲିଜ୍ କରାଯିବ। ବାଲି ମୋତେ ଲାଗୁଛି କିଛି କିଛି ରାତି ଅଧରେ ମାନେ ଲୁଚି ଛପିକି କିଛି କେଉଁଠି ଲୋଡ଼ ହେଉଥିବାର ମଝିରେ ମଝିରେ ସୂଚନା ଆସୁଛି। ଦେଖନ୍ତୁ, ଆମେ 2-3 ଜଣ ଷ୍ଟାଫ୍, ଆଉ ପୁରା ଡିଷ୍ଟ୍ରିକ୍ଟଟାକୁ ଦେଖିଲା ବେଳକୁ ହେଇପାରୁନି। ଆଉ ଏଇଟା ଯେହେତୁ ଜାତୀୟ ସମିତି ସମସ୍ତଙ୍କର କର୍ତ୍ତବ୍ୟ ଦାୟିତ୍ୱ ଅଛି ଆଉ ତାକୁ ରୋକିବା ପାଇଁ, ଆଉ ଆମକୁ ବି ଇନଷ୍ଟ୍ରକ୍ସନ୍ ହେଇଛି ବିନା ପ୍ରୋଟେକ୍ସନ୍ରେ ରାତିରେ କୌଣସି ଜାଗାକୁ ନ ଯିବା ପାଇଁ। ଯେହେତୁ ଜୀବନ ପ୍ରତି ଟିକେ ବିପଦ ଅଛି, ନା ଦେଉଛି, ଯେତେବେଳେ ଆମେ ଚାହୁଁଛୁ ଦେଉଛି। ନାଇଁ, ଆମ ଯେତିକି ଆମେ ସାମର୍ଥ୍ୟ ଅଛି ସେ ଅନୁସାରେ ସବୁବେଳେ ଆମେ ତତ୍ପର ଅଛୁ ତାକୁ ରୋକିବା ପାଇଁ। ତାର କାଗଜପତ୍ର ଯାଞ୍ଚ ହେଲା ପରେ କେତେ କ'ଣ ତାର ଭ୍ୟାଲୁଏସନ୍ ଆସିବ, ଗଭର୍ଣ୍ଣମେଣ୍ଟ ଅନୁସାରେ ଫାଇନ୍ କରାହେବ।